ମାୟା ଓ ମମତା ସିରିଏଲରେ ଆପଣମାନେ ଆଜି ନୂଆ ଏପିସୋଡ ଦେଖିବାକୁ ପାଇବେ। ହଁ ଦର୍ଶକ ବନ୍ଧୁ, ରିମଝିମ ଆଉ ଗୌରବର ଗୋଟେ ପୁଅ ଥିବ ଆଉ ଆଦର୍ଶର ଗୋଟେ ଝିଅ ଥିବ। ନିମକି ବାହା ହୋଇ ସାରିଥିବ। ତାପରେ ମମତା ଆଦବି ତନ୍ମୟ ବୋଲି ଖୋଜିବେ ଆଉ କହିବେ, ହେ ଭଗବାନ କ'ଣ କରିବି? ପୁଣି କହିବେ, ହଁ ଆଦର୍ଶକୁ କଲ୍ କରିବି କହି ଆଦର୍ଶକୁ କଲ୍ କରିବେ। ଆଦର୍ଶର ଫୋନ୍ ବିଜି ଆସୁଥିବ ଆଉ ଏପଟେ ଫୋନ୍ ଦେଖି ଆଦର୍ଶ କହିବେ, ଖୁଡ଼ିଙ୍କ ମିସ୍ କଲ୍। ତାପରେ ମମତାଙ୍କୁ ଆଦର୍ଶର କଲ୍ ଆସିବ। ତାପରେ ମମତା କଲ୍ ଉଠେଇ କହିବେ, ଆଦର୍ଶ, ଆଦବି ତନ୍ମୟ 2 ଜଣ ଯାକ ମୁଁ କେତେ ଖୋଜିଲିଣି, ହେଲେ ସେମାନଙ୍କୁ ମୁଁ କୋଉଠି ପାଉନି। ସେମାନେ ମୋତେ ମିଳୁନାହାନ୍ତି। ତାପରେ ଆଦର୍ଶ କହିବେ, ହ୍ୱାଟ୍, କ'ଣ ହେଲା? ଏହାପରେ ମମତା କହିବେ, 2 ଜଣ ଯାକ କମ୍ପିଟିସନ୍ ପରେ ସ୍କୁଲ ବସ୍ରେ ଏଠିକି ଆସିବା କଥା। ମୁଁ ତାଙ୍କୁ ସବୁଦିନ ଏଇଠୁ ଘରକୁ ନେଇଯାଏ। କିନ୍ତୁ ଆଜି ମୁଁ ତାଙ୍କ ଅପେକ୍ଷା କରିଥିଲି। ବସ୍ ଆସିଲା, କିନ୍ତୁ ସେ ବସ୍ରେ 2 ଜଣ ଯାକ ନଥିଲେ। ବାକି ପିଲାମାନଙ୍କୁ ମୁଁ ପଚାରିଲି, ସେମାନେ କହିଲେ କମ୍ପିଟିସନ୍ ସାରି ସାରିଲା ପରେ ସେ ସ୍କୁଲରୁ ଚାଲି ଯାଇଛନ୍ତି। ତ ଦର୍ଶକ ବନ୍ଧୁ, ଆଦ୍ବିକା ଆଉ ତନ୍ମୟ କୁଆଡ଼େ ଗଲେ? କି ସେମାନଙ୍କୁ କିଏ କିଡ୍ନାପ୍ କରି ନେଇଛନ୍ତି? ଆଗକୁ ଜାଣିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।